ଖାଇବାଟା ହଉଛି ମୋର ଫାଷ୍ଟ କାମ ଭାଇ। ମୁଁ ଯୋଉଠୁ ବୁଲିବାଲି ଆସେ ଯାହା କରେ ଆଉ ଖାଇ ସାରିଲା ପରେ ଏମିତି ଯାହା କରେ। ଯଦି ମୋର ଖାଇବାଟା ନ ହେଇଛି ତାହେଲେ ସବୁଠୁ ମୋ ମୁଣ୍ଡ ଖରାପ ହେଇଯିବ। ହଉ, ଯଦି ମୁଁ ଖାଇଦେଲି ଦେନ୍ ମୋର ସବୁ ରାଗ କମ୍, ସବୁ ବଢିଆ। ମୁଁ ଯୋଉଠି ବୁଲିବାଲି ଆସେ କମଳା ହଉ ଯାହା ହଉ ଗୋଟେ ଖାଇଦେଲେ ଗଲା, ଗୋଟେ କିଛି ନାହିଁ। ସେମିତି ଟିକେ ମୋ ମୁଣ୍ଡ ଟିକେ ଖରାପ ଅଛି। ମୁଁ ଜଲ୍ଦି ଜଲ୍ଦି ଚିଡ଼ିଯାଏ, କେତେବେଳେ ଲାଗିଯାଏ, କେତେବେଳେ କାହା ସହିତ ଝଗଡ଼ା କରିଦିଏ। ଆମ ଘର ଲୋକଙ୍କ ସହିତ ମୁଁ ସବୁଦିନ ଝଗଡ଼ା କରେ। ଆଉ ବେଳେବେଳେ ମୁଁ କିଛି ନଥିବ ଚୁପଚାପ ହେଇକି ବସିଥିବି। ଝଗଡ଼ା କରିବାରେ ମୋର ସବୁଠାରୁ ଗ୍ରେଟ୍ ରେକର୍ଡ ଅଛି। ଆଉ ମୋ କଥା କେହି ଶୁଣନ୍ତିନି ଆମ ଘରେ। ଏଇଟା କଣ କହୁଛି ଯା ଏଠୁ ଭାଗ। ମୋ ସହିତ ଝଗଡ଼ା କରିବାର 2-3ଟା ଫାଇଦା ଅଛି, ଗୋଟେ ବି ନୁହେଁ 3-4ଟା ଫାଇଦା ଅଛି। ଫାଷ୍ଟ କଥା ହଉଛି ତ ତମ କଥାକୁ କେହି ଗ୍ରାଣ୍ଟେଡ୍ ନେବେନି। ମାନେ ଯେମିତି କି ହଉଛି ତମେ ସବୁଦିନ ଝଗଡ଼ା କଲ ତାହେଲେ ସେ କହିବେ ଏଇଟା କଳିଆଟା ତ ଝଗଡ଼ା କରିବାନି, କଣଟା କହୁଛି ତ ଆଉ। ସେକେଣ୍ଡ କଥା, ତମେ ଧର ଝଗଡ଼ା କଲ ଛାଡ଼ ହଉଛି ଧର କୋଉ ଗୋଟେ ଜିନିଷ ପାଇଁ ମାଗିଲ କି କଣ କଲ, ତାହେଲେ ସେ କହିବେ ଯେ ହଉଛି ହଉ ଏଇଟା ନଦେଲେ ଏଇଟା ଝଗଡ଼ା କରିଦବ, ଛାଡ଼ ଆକୁ ଦେଇଦବା ଚାଲ। ଆଉ ଥାର୍ଡ କଥା ହଉଛି ତମେ ସମସ୍ତଙ୍କ ଠାରୁ ଟପ୍ରେ ରହିବ। ଯେମିତିକି ହଉଛି ସମସ୍ତେ ଭାବିବେ ହଉଛି ଧର ଏଇଟା ହଉଛି କଳିଆଟା, ଛାଡ଼ ଆ କାମଟା କରିଦବା, ନହେଲେ ଇଏ ଅଯଥାରେ ଝଗଡ଼ା କରିଦବ। ଏଇଭଳିଆ ହଉଛି 2-3ଟା ଫାଇଦା ଅଛି। ଆଉ ବେଳେବେଳେ ଟିକେ ଲସ୍ ହେଇଯାଏ, ବେଳେବେଳେ ଟିକେ ଉପାସ ରହିବାକୁ ପଡ଼ିବ। ମାନେ ଧର କଥାଟା ବହୁତ ଜୋରେ ପିକ୍ ହେଇଗଲା, ତମକୁ ଡାକି ଡାକି ତମେ ଶୁଣିବନି ଖାଇବାକୁ। ଏମିତି ଦିନ ଝଗଡ଼ା କରିଦେଇଛ, ରାତିରେ ବଢ଼ିଆ ବଢ଼ିଆ କଣ ଖାଇବାକୁ ହେଇଛି, ସେତେବେଳେ ତମେ ଭାବିବ ଯେ ହଉଛି ନା ନା ମୁଁ ରାଗିଛି, ମୁଁ ଖାଇବିନି ଆଜି। ସେଠୁ କଣ କରିବ, ତମ ଘର ଲୋକ ଡାକୁଥିବେ ହଉଛି କଣ ଖାଇବି କି କଣ ଖାଇବୁନି, ଆସେ ତୁ ଖାଇବୁ। ବେଶୀ କରି ତ ବାବା ମମି ଡାକିବେ, ଆଉ କିଏ ଡାକିବ। ତ ସେମାନେ ଯେତେବେଳେ ଡାକୁଥିବେ ସେତେବେଳେ ତମେ କହିବ ନା 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 ମୁଁ ଖାଇବିନି, ଆଜି ତ ମୁଁ ଖାଇବିନି ଆଉ। ଆଜି ମୁଁ ଖାଇବିନି। ଯଦି ମୁଁ ଖାଇଦେଲି ତାହେଲେ ମୁଁ ହଉଛି ଭାବିବେ ଯେ ହଉଛି ମୁଁ ତାଙ୍କ କଥାରେ ମାନି ଦେଇଛି, ସେଥିପାଇଁ ଜମା ଖାଇବନି। ଆଉ ବହୁତ ଯେତେବେଳେ ଖାଇବା ହଉଛି ସରିଯିବ ସେତେବେଳେ କହିବ ମତେ ଟିକେ ଭୋକ ଲାଗୁଛି। ତ ଖାଇବା ନଥିବ